ହେଇନି ମୋ ଆଇସ୍କ୍ରିମ ଖାଇବା ନିଆରା। ସେଇଟା ତମେ ଜାଣିଥିବ କେମିତି ଖାଉଥିଲ। ଆଉ ଆସ କେବେ ଶିଖେଇଦେବି ଖାଇବା କେମିତି ଆଇସ୍କ୍ରିମ ଖିଆଯାଏ। ଏବେ ତ ତମ ପାଖରେ ବସି ଆସିବି କେମିତି କଣ ଦିନଟାରେ ମାଡି ବସିକି ତମକୁ। ହଁ ତାପରେ କଣ ଲାଗେ? ତାପରେ ଆଉ କଣ କରିବେ? ତାପରେ ଏମିତି ଏମିତି ଫାଷ୍ଟ ଦିନ ଟିକେ ହେଲାନି। ଖାଲି ସେ ଚୁଚି ଚୁଚି ଶୋଇ ପଇଲ। ତାପରେ ପ୍ରଥମ ଦିନ ନା ଟିକେ ବହୁତ ଲେଟ୍ ହେଲା। ଏମିତି ଇଏ କରି ତାପରେ ଭିତରେ ଉପରେ ଭିତରେ ପରେ କହିବି। ଆମର ଆସୁଛନ୍ତି ଘର ଲୋକ। ତାପରେ ଭିତରେ ପୁରେଇଲେ ଆଉ ଧୀରେ ଧୀରେ କାଟିଲା, ଜୋର କାଟିଲା। ଆଉ ତାପରେ ଆଉ କଣ କରିବା, କାଟିଲେ ବି ତ ସବୁ ସହିବା ପାଇଁ ପଡିବ ନା। ଏମିତି ଭିତରେ ପୁରେଇଲେ କାଟିଲା, ତାପରେ ଜୋରେ କିନା ଏତେ ଜୋରେ ଠେସି ଦେଲେ ଯେ ପୁରା କେତେ କଷ୍ଟ ହେଲା ନା। ହେଲେ ଭାଇ କୋଉ ଶୁଣିବେ ଯେ, ତ ତାଙ୍କୁ ବି କେତେ ଆନନ୍ଦ ମିଳୁଛି। ଆଉ କଣ କଲୁ କରିକିନା ତାପରେ ଶୋଇଲୁ ଆଉ। ତମ କଣ ଏବେ ହଉଛି ନା ଉଠୁଛି ପଡୁଛି ପ୍ୟାନ ନା କଣ ବା? କଥା ଶୁଣିଲା ପରେ କାହାର ଅଧିକା ସହିବ। ଯିଏ ଯେତେବେଳେ ତାର ଗୋଟେ ମଲା କାଠ ଘର ସେଥିରେ ଉଠି ପଠିଆ ହବ, ପୁଣି ଆଉ ମୁଁ ସହିତେ ମୋ ପାଖରେ ବସିକି କିଛି କରିପାରୁନି। ଶୋକେଶ ମିଠା ଥୁଆ ହେଲା ଦେଖୁଛି, କିଛି କରିପାରୁନି। ଯେତେବେଳେ ଅଫିସ ଯାଇଥିବେ ନା, ଘରେ କେହି ନଥିବେ, ତମକୁ ଫୋନ କରିବି, ତମେ ଆସିବ। ଦବ ତ? ହଁ ମୁଁ ଯିବିନି, ଭାଇ ପୁରୁଣା ହେଇଗଲେଣି ଯେ। ପକ୍କା? ହଁ ତମେ ଆସ, ଆସିକି ତ ଦେଖ ନା। କଣ୍ଡ ଆଣିବି କି? କଣ ହବ ଯେ, ଭାଇଙ୍କୁ ଯଦି କିଛି ଭୁଲଭାଲ ହେଲା ଭାଇଙ୍କ ନାଁକୁ ଖେଳିଦବାନି। କଣ ମଜା ଅଛି? ସତ କଥା ହେଲା, କଣ୍ଡମରେ ମଜା ନାହିଁ। କଣ୍ଡମରେ କଣ ମଜା? ଭାଇ କଣ୍ଡମ ଆଣନ୍ତି, ବେଳେ ବେଳେ କଣ୍ଡମ ଆଣନ୍ତି, ମତେ ସେଇଟା ପସନ୍ଦ ଲାଗେନି। କଣ୍ଡମ ଅଛି କଣ୍ଟା କଣ୍ଟା କଣ୍ଡମ ଅଛି, ବଡ ବଡ ବିଟ ଥିବ ତାର। ଆଉ ଯୋଉ କହୁଛ ତାକୁ ଦେଇ ଖାଲି ପାରିବା, ତମେ ତ ଖାଲି ଫାଟି ଗୁଡିବ ଛାଡେ ଆଉ। ହଉ କେତେ ମଜା, ବହୁତ ମଜା ଅଛି। ଭାଇଙ୍କର ବି ବହୁତ ଇଏ ହେଇଗଲାଣି, ଢିଲା ହେଇଗଲାଣି, ଆଉ ମଜା ଲାଗୁନି। ଗଲେ ମାନେ ତୋର ଫାଟି ପକେଇବେ। ସତ? କେମିତି କରିବ? କରିବି ମୁଁ ତ କଲେ ସହିପାରିନି, ଶୁଣି ବସି ତମ ଛାୟା ଓଦା ହେଇଯିବ। ଭାଇ ତ ସବୁବେଳେ ଗୋଟେ ପଟ କରୁଛନ୍ତି ନା, କରିପାରୁନାହାନ୍ତି। ମୁଁ ତ କରିବି ପୁରା ନଉଟେଇ ଫଉଟେଇ କରିବି, ଆଗ ପଛ କିଛି ଛାଡିବିନି, ସବୁ ସମାନ କରିଦେବି। ହଉ ଦେଖିବା କେତେ ଦେଖିବନି। ହଉ ଏବେ ଆସ। କହୁଥିଲ ମୋର ଟାଇମ ହଉନା, ଆଜି ଦିନରେ ତ ହେଇପାରିବନି କିଛି। ବହୁତ ଦିନ ଭାବୁଛି ତମ କଥା ହେଇବି, ଫୋନରେ କଥା ହୁଏ, ଆଜି ସୁଯୋଗ ଟିକେ ପାଇଲି ପାଖକୁ ଆସିବା ପାଇଁ।